ଦିନରେ ପିଲା ଜନ୍ମ ହେଲେ କ'ଣ ହବ ନା ରାକ୍ଷସ। ଏବେ ବହୁତ ଲୋକ ରାକ୍ଷସ ଦିନରେ ରମଣରୁ ପିଲା ଜାତ ହଉ। ତାପରେ ଆଉ ଗୋଟେ କଣ୍ଡିସନ କଲେ, କ'ଣ କହିଲେ, ମୋଠୁ ଯୋଉ ମତ୍ସ୍ୟ ଗନ୍ଧ ବାହାରୁଛି ମୋ ଧୀବର କନ୍ୟା ତା ପଦ୍ମଗନ୍ଧାରେ ଯୋଜନ ଗନ୍ଧାରେ ପରିଣତ କରିଦେବି। ପଦ୍ମଗନ୍ଧା ହେଲେ ସେ ଯୋଜନ ବ୍ୟାପୀ ବାସ୍ନା ପଳେଇବ। ପରାଶର କହିଲେ ତଥାସ୍ତୁ। ତାପରେ କହିଲେ ଦେଖନ୍ତୁ ଏ ଛୁଆ ଏ ଯିଏ ଜନ୍ମ ହବ ସନ୍ତାନ ସେ ମାର ଯୋନି ଦେଇ ଜନ୍ମ ହବ ନାହିଁ। ଯୋନି ଅର୍ଥ ଜାତ, ଯୋଉଠି ଜାତ ହୁଏ ସେଇଟାକୁ ଯୋନି କହନ୍ତି। ଚକ୍ଷୁ ଗୋଟେ ଯୋନି, ରୂପଟା ଦେଖୁଛି, ତେଣୁ ସେ ଏଇ ଚକ୍ଷୁ ଦେଇ ଜନ୍ମ ହବ ବ୍ୟାସଦେବ। ତଥାସ୍ତୁ। ତେଣୁ ଧ୍ୟାନ ବଳରେ ବିନା ମିଳନରେ ସତ୍ୟ ଯୁଗରେ ସନ୍ତାନ ଜନ୍ମଗ୍ରହଣ ହଉଥିଲେ। ତାର ଟେକ୍ନିକ୍ ଅଲଗା। ଅନ୍ଧାର କରାଗଲା, ପଦ୍ମଗନ୍ଧାରେ ପରିଣତ ହେଲେ ଏବଂ ଚକ୍ଷୁ ଦେଇ ପିଲାଟା ଜନ୍ମ ହେଲା। ଏଇ